କଥାରେ ଅଛି ଚାଷୀ ହସିଲେ ସମାଜ ହସେ। କାହିଁକି ନା ବର୍ଷ ତମାମ ଖରା ବର୍ଷା ଶୀତ କାକରକୁ ଖାତିର ନକରି ଚାଷୀଟିଏ ତା ଜମିରେ ଯେତେବେଳେ ଚାଷ କାମ ଆରମ୍ଭ କରେ ତା ମନରେ ଗୋଟେ ଖୁସିର ଲହରୀ ଥାଏ। ସିଏ ସବୁବେଳେ ଇଚ୍ଛା ପ୍ରକାଶ କରିଥାଏ ଏ ବର୍ଷ ଭଗବାନଙ୍କ ଆଶୀର୍ବାଦରୁ ମୋ ବିଲରେ ଭଲ ଚାଷ ହଉ। ଏ ଚାଷ କାମ କରିକିରି ନିଜର ଗୁଜୁରାଣ ମେଣ୍ଟେଇବା ସହିତ ପ୍ରତ୍ୟେକଙ୍କ ପରିବାରକୁ ମଧ୍ୟ ଖାଦ୍ୟ ଯୋଗାଇଥାଏ ଚାଷୀ। କିନ୍ତୁ ଆଜି ଏକ ଏଭଳି ଅଭିନବ ସମସ୍ୟାକୁ ଆମେ ଆପଣଙ୍କ ପାଖରେ ଉପସ୍ଥାପନ କରିବୁ। ଏହା ଗୋଟେ ବ୍ୟକ୍ତିବାଦର ସମସ୍ୟା, ଗୋଟେ ବ୍ୟକ୍ତିଗତ ସମସ୍ୟାକୁ ନେଇକରି ଆଜି କିଛି ଚାଷୀ ସେମାନେ ଆଜି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହା ହେଉଛି ଆମର ଅସ୍ତରଙ୍ଗ ବ୍ଲକର କୁଅଁରପୁର ଗ୍ରାମ ଅଛି, ଯୋଉଠି ଅନେକ ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହେଇଯାଇଛି। ଇଏ ଜଳମଗ୍ନ କୌଣସି କାରଣ ନୁହଁ, ଏହା କେବଳ ବ୍ୟକ୍ତିଗତ କାରଣ। ଯାହା ସେମାନଙ୍କର କହିବା କଥା, ଏହା ହେଉଛି ଆମର ଦେବୀ ନଦୀର ବନ୍ୟା ଜଳ ଯେତେବେଳେ ପ୍ରବାହିତ ହୁଏ ଆମର କାକଟପୁର ଦହିଖିଆ ପାଖରେ ଥିବା ଆନିକଟ ପାଖରୁ ସେ କେନାଲ ଦେଇକରି ନଦୀ ଜଳ ପ୍ରବାହିତ ହୋଇକରି ସମୁଦ୍ରକୁ ଯାଏ। କିନ୍ତୁ କିଛି ଲୋକ ଅପର ପକ୍ଷରେ ତାଙ୍କର କୌଣସି କାରଣ ଯୋଗୁଁ ଜମି ନଦୀର ନାଳି ରହିଛି, ନାଳି ପାଖରେ ବନ୍ଧ ତିଆରି କରିବା ଯୋଗୁଁ ଇଏ ଜଳ ଗୁଡିକ ନିଷ୍କାସିତ ହେଇପାରୁନି। ଏକର ଏକର ଚାଷ ଜମି ଯୋଉମାନେ ତଳି ରୁଇଥିଲେ ବର୍ତ୍ତମାନ ତଳି ପିଲ ଦେବାକୁ ଆରମ୍ଭ କରିଥିଲା ଏବଂ ସେମାନେ ପରିଶ୍ରମ କରିଥିଲେ। ଇଏ ଲଗାଣ ବର୍ଷାରେ ଯୋଉ ନାଳୀରୁ ଯୋଉ ପାଣିଟା ନିଷ୍କାସିତ ହୋଇଥିଲା ସେ ପାଣିଟା ଆଉ ନିଷ୍କାସିତ ନ ହେଇପାରି ଏ ଚାଷ ଜମିକି ସମ୍ପୂର୍ଣ୍ଣ ବୁଡେଇକି ରଖିଛି। ଆପଣ ମାନେ ଯାହା ଦୃଶ୍ୟ ଦେଖୁଥିଲେ, ଅଣ୍ଟାଏ ଅଣ୍ଟାଏ ପାଣିରେ ଚାଷୀ ମାନେ ଯାଇକିରି ନିଜର ସଢି ଯାଇଥିବା ତଳିକି ବର୍ତ୍ତମାନ ଗୋଟେଇକିରି ଆଣୁଛନ୍ତି। ଆମ ପାଖରେ କିଛି ଚାଷୀ ଅଛନ୍ତି, ତାଙ୍କର ମତାମତ ନବା। ଭାଇ କଣ କହିବେ, ଆପଣ ଏଠି କେତେ ବିଲ ଚାଷ କରିଥିଲେ, ବର୍ତ୍ତମାନ ଚାଷ ଜମିର ଅବସ୍ଥା କଣ ରହିଛି? ମୁଁ ଅସ୍ତରଙ୍ଗ ବ୍ଲକ ଅଧୀନସ୍ଥ ପାଟଳଦା ଗ୍ରାମ ପଞ୍ଚାୟତର 1 ନମ୍ବର ୱାର୍ଡ କୁଅଁରପୁର ଗ୍ରାମର ଚାଷୀ ଅଟେ। ଆମର ଏଠି 1.5 ଏକର ଠାରୁ ଉର୍ଦ୍ଧ୍ୱ ଜମି ଚାଷ ଜମି ରହିଅଛି। ଏହା 2 ବର୍ଷ ହେଲା କିଛି ଅସାଧୁ ବ୍ୟକ୍ତି ଇଏ ନିଷ୍କାସନ ନାଳି ମଝିରେ ଏକ ବନ୍ଧ ଭିଡ଼ି ଯିବା ଆସିବା କରୁଛନ୍ତି। ଆମେ ତାଙ୍କୁ କହିଲା ପରେ ସେ ଆମକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଛନ୍ତି, ଯାହାକି ଆମେ ନିରାଶ ହେଇକିରି ଫେରୁଛୁ। ଆମର 2 ବର୍ଷ ହେଲାଣି ଇଏ 1.5 ଏକରରୁ 2 ଏକର ସମ୍ପତ୍ତି ପଡ଼ିଆ ରହୁଛି। ଆମେ ଏ ବର୍ଷ ପ୍ରଥମ ବର୍ଷରେ ଆମେ ୟାକୁ ଚାଷ କରିଥିଲୁ। ସେମାନଙ୍କର ଏହି ଅପାରଗତା ଦୃଷ୍ଟି ନେଇ ଆମ ଚାଷ ଜମି ଆଜି ବୁଡ଼ିକିରି ଜଳାଚ୍ଛନ୍ନ ହେଇଛି ଏବଂ ତଳି ଗୁଡ଼ିକ ସବୁ ମିଳେଇ ଯାଇଛି। ଆମେ ଏ ସମୟରେ କେମିତି ଆଉ ଚାଷ କରିପାରିବୁ, ଏହି ବାବଦରେ ଆମେ ଆର ନିକଟସ୍ଥ ଥିବା ପ୍ରଶାସନକୁ ଜଣେଇବୁ। ଯଦି ଆର କିଛି ସମାଧାନ ନ ହୁଏ ତାହେଲେ ଉପରିସ୍ଥ ପ୍ରଶାସନ ମଧ୍ୟ ପାଖରେ ଯାଇ ଆମେ ଆବେଦନ କରିବୁ। ଏହାର ତୁରନ୍ତ ବିହିତ ବିଚାର କରାଯିବା ପାଇଁ ଆମେ ଆପତ୍ତି କରୁଅଛୁ। ଯାହା ସେ କହୁଥିଲେ, ଯେତେବେଳେ ଗୋଟେ ଚାଷୀ ଯେତେବେଳେ ବିଲରେ ଚାଷ କାମ ଆରମ୍ଭ କରେ ସେତେବେଳେ ଆପଣ ମାନେ ଅନେକ ଦୃଶ୍ୟ ଦେଖିଥିବେ। ଲଘୁଚାପ ଜନିତ ବର୍ଷା ହଉ ବନ୍ୟା ହଉ, ଯେତେବେଳେ ବିଲ ସମ୍ପୂର୍ଣ୍ଣ ଜଳମଗ୍ନ ହେଇଯାଏ ସେତେବେଳେ ଚାଷୀଟି ହଇରାଣ ହୁଏ। କିନ୍ତୁ ବର୍ତ୍ତମାନ ଯୋଉ ସମସ୍ୟାଟା ସୃଷ୍ଟି ହଉଛି, ଏହା ହଉଛି ଗୋଟେ ବ୍ୟକ୍ତିବାଦ କାରଣରୁ। ଯୋଉମାନେ ଏଠି ଅନେକ ବିଲ ଚାଷ କରିଥିଲେ ସେମାନଙ୍କର ଅପର ପକ୍ଷରେ ଯୋଉ ବିଲ ରହିଛି ସେମାନେ କୌଣସି ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ସେ ସମ୍ପୂର୍ଣ୍ଣ ବିଲଟାକୁ ନଈ ନାଳ ପାଖରେ ମାଟି ପକେଇକିରି ବନ୍ଧ କରିବା କାରଣରୁ ଏହି ସମସ୍ୟା ଘଟିଛି। ଏ ବାବଦରେ ସେମାନେ ନିଶ୍ଚିତ ଭାବରେ ପ୍ରଶାସନକୁ ଜଣେଇବେ ପାଇଁ ଦାବି ଉପସ୍ଥାପନ କରିছে। ଆଉ ଜଣେ ଚାଷୀ ଆମ ସହିତ ଯୋଡି ହେଇଛନ୍ତି। ଭାଇ କଣ କହିବେ, ଏ ସମସ୍ୟାଟି କେତେ ବର୍ଷ ହେଲାଣି? ଭାଇ ସମସ୍ୟାଟି ଆଜିକି 3 ବର୍ଷ ହେଲାଣି। ଆମେ ବାରମ୍ବାର ଆମର ଅପରପକ୍ଷ ଯୋଉ ଗାଁ ଅଛି ହୀରାଦିପୁର ଗ୍ରାମର କିଛି ଲୋକ ସେ ଆମର ନଈ ନାଳଟାକୁ ସମ୍ପୂର୍ଣ୍ଣ 2ଟା ବନ୍ଧ ପକେଇକିରି ଆମର ଏପଟର ଟୋଟାଲ ଜଳ ନିଷ୍କାସନ ରୋକି ଦେଇଛନ୍ତି। ଆମେ ତାକୁ ଯାଇ ଯେତେବେଳେ ଖୋଲାଖୋଲି କରିବା ପାଇଁ ଚେଷ୍ଟା କଲୁ, ଆମକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିକି ଆମକୁ ଧମକ ଚମକ ଦେଲେ। ଯାହାଫଳରେ ଦେଖନ୍ତୁ ଆଜ୍ଞା, ମୋର ଏଠି ଆଜ୍ଞା 2 ଏକର ଜମି। ମୁଁ ବହୁତ କଷ୍ଟରେ ଆଜ୍ଞା ପରିଶ୍ରମ କରିକିରି ଟ୍ରାକ୍ଟର ଭଡ଼ା ଦେଇକି ହଳ କରିଛି, ମଜୁରିଆ ଲଗେଇ ରୁଇଛି, ତଳି ଇଏ କରିଛି ଆଜ୍ଞା, ମୋର ସବୁ ସଢ଼ି ଗଲାଣି। ମୁଁ ଆଜ୍ଞା ଏଇ ଚାଷରୁ ଆଜ୍ଞା ମୋ ପରିବାର ପରିପୋଷଣ କରୁଛି। ମୁଁ ଏଥର ଗଲେ ଆଜ୍ଞା ମୁଁ ଟୋଟାଲ ମୁଁ ଆଉ ଜୀବନ ଆଉ ରଖିବିନି, ମୁଁ ଯଦି ମୋର ଧାନ ଫସଲ ନିଷ୍କାସନ ପାଣି ଯଦି ନ କରାଯାଏ। ଦାବି କଣ ରହିବ? ଆଜ୍ଞା ଦାବି ମୋର ରହୁଛି ଆଜ୍ଞା, ତୁରନ୍ତ ଯୋଉ ନାଳି ଦେହରେ ସେମାନେ ବନ୍ଧ ପକେଇଛନ୍ତି ସେ ବନ୍ଧକୁ ହଟେଇକିରି ତାକୁ ପରିଷ୍କାର କରନ୍ତୁ, ଆଉ ଏ ପାଣିର ସୁଅଟାକୁ ନିଷ୍କାସନ କରନ୍ତୁ। ଆଉ ଯଦି ଆପଣ ମାନଙ୍କ ମାଧ୍ୟମରେ ଆମେ ଜିଲ୍ଲା ପ୍ରଶାସନ, ଆମ ବ୍ଲକ ପ୍ରଶାସନ କୁ ଗୁହାରି କରୁଛୁ ଆର ତୁରନ୍ତ ପଦକ୍ଷେପ ନିଅନ୍ତୁ, ନଚେତ ଆମେ ଆଗାମୀ ଦିନରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପାଇଁ ବାଧ୍ୟ ହବୁ। ଯାହା ସେମାନେ କହୁଥିଲେ, ଯେତେବେଳେ ସେମାନେ ଚାଷ କାମ କରିକିରି ଯେତେବେଳେ ସମ୍ପୂର୍ଣ୍ଣ ମୁଣ୍ଡରେ ହାତ ଦେଇ ସାରିଲେଣି,
आपण मैंने जहाँ दृश्य देखुले बर्तमान एकर एकर चाष जमी संपूर्ण तली सड़ीकी नष्ट हो जाइए से हजार हजार टका खर्च कर जितेबाला ट्राक्टर पकई बिल को हल कर विहन बुणी तली रुईंट तली आणिक तली रुईला सार प्रयोग करते बिल दबाक आरंभ कर बर्तमान जो लगाण वर्षार जलटा जिते निष्कासित होगाक आरंभ कर किसी व्यक्तिगत लोक अपर पक्षर जो बिल गुड़िक अच्छी से कौन कारण नदीर नाली पाखे बंध तैयारी जो ये वर्षा जल निष्कासित हो पारे नहीं जहाँकि फल आज अनेक चाषी मैंने आज मुंडे हाथ देते आपण मैंने भी देखुले अंटाई लेखा पानी से बिल भितर जमी गोटे पोखरी भितर से प्रवेश कर दृश्य आपण मैंने देखुले यार एक स्थायी समाधान करने से आगामी दिन में स्थानीय प्रशासन हो जिला प्रशासन हो से नवेदन करेंगे जदि ए प्रशासन हस्तक्षेप कर चाष जमी की सुरक्षित न कर पारे आगामी दिन में से न्यायालय द्वारस्थ हे चेतावनी देइछंती। अस्तरंगुरु आर्य विश्वाल रिपोर्ट रिपोर्टर्स टुडे।